ଜୟ ଜଗନ୍ନାଥ ବନ୍ଧୁଗଣ। କର୍କଟ ରାଶିର ବନ୍ଧୁମାନଙ୍କ ପାଇଁ ଆଜିର ଏହି ଭିଡ଼ିଓଟି ହେଉଛି ଜୀବନର ଏକ ବଡ଼ ଆଇନା। ଆପଣ କ'ଣ ଜାଣନ୍ତି? 21 ମାର୍ଚ୍ଚରୁ 15 ଏପ୍ରିଲ ଭିତରେ ଆପଣଙ୍କ ଭାଗ୍ୟରେ ଏମିତି ଏକ ଓଲଟପାଲଟ ହେବାକୁ ଯାଉଛି, ଯାହା ଆପଣ କେବେ କଳ୍ପନା ବି କରିନଥିବେ। ଗ୍ରହମାନଙ୍କ ଗଣନା କହୁଛି ଯେ ଆପଣଙ୍କ ଲୁହ ଏବେ ହସରେ ପରିଣତ ହେବ, କିନ୍ତୁ ଏହି ଗୋଟିଏ ଷଡ଼ଯନ୍ତ୍ର ଆପଣଙ୍କୁ ଅଟକାଇବାକୁ ଚେଷ୍ଟା କରୁଛି। ଆଜି ମୁଁ ଆପଣଙ୍କୁ ସେହି 3ଟି ବଡ଼ ଚମତ୍କାର ଏବଂ ଆପଣଙ୍କ ଜୀବନର କିଛି ଏମିତି ଗୁପ୍ତ ତଥ୍ୟ କହିବି, ଯାହା ଶୁଣିଲେ ଆପଣ ନିଜେ ବି ଆଶ୍ଚର୍ଯ୍ୟ ହୋଇଯିବେ। ଯଦି ଆପଣ ଜଣେ ସଚ୍ଚା କର୍କଟ ରାଶିର ବ୍ୟକ୍ତି, ତେବେ ଏହି ଭିଡ଼ିଓଟିକୁ ଶେଷ ଯାଏଁ ଦେଖନ୍ତୁ, କାରଣ ଆଜି ପରେ ଆପଣଙ୍କ ଜୀବନ ବଦଳିବାକୁ ଯାଉଛି। ବନ୍ଧୁଗଣ, ଯଦି ଆପଣ ପ୍ରଥମ କରି ଭିଡ଼ିଓକୁ ଦେଖୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ସନ୍ଦେବ ନିଶ୍ଚୟ ଲେଖନ୍ତୁ। ପ୍ରଥମେ ଜାଣିବା ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି। ମାର୍ଚ୍ଚ 21ରୁ ଏପ୍ରିଲ 15 ତାରିଖ ମଧ୍ୟରେ ଗ୍ରହ ସ୍ଥିତି। ଭାଗ୍ୟସ୍ଥାନରେ ଗୁରୁଙ୍କ ପ୍ରଭାବ। ଏହି ସମୟରେ ବୃହସ୍ପତି ଆପଣଙ୍କ ଭାଗ୍ୟସ୍ଥାନରେ ବଳବାନ ଅଛନ୍ତି। ଏହାର ଅର୍ଥ ହେଉଛି ଯେଉଁ କାମ ବହୁତ ଦିନରୁ ଅଟକି ରହିଥିଲା ତାହା ଏବେ ହଠାତ୍ ପୂରଣ ହେବ। ବିଶେଷ କରି ଧର୍ମ କାର୍ଯ୍ୟ କିମ୍ବା ତୀର୍ଥଯାତ୍ରାର ଯୋଗ ବନୁଛି। ଶନିଙ୍କ ଦୃଷ୍ଟି କ'ଣ ରହିଛି? ଶନିଦେବ ଏବେ ଆପଣଙ୍କ ଅଷ୍ଟମ ଭାବରେ ଅଛନ୍ତି, ଯେଉଁଥିପାଇଁ ଆପଣଙ୍କୁ ମାନସିକ ଦ୍ୱନ୍ଦ୍ୱ ରହିପାରେ। କିନ୍ତୁ ଭଲ କଥା ହେଉଛି ମାର୍ଚ୍ଚ 21 ପରେ ଶନିଙ୍କ କଠୋରତା ଟିକେ କମିବ। ତଥାପି ନୂଆ ନିଷ୍ପତ୍ତି ନେବା ବେଳେ ଟିକେ ସାବଧାନ ରୁହନ୍ତୁ। ଶୁକ୍ର ଏବଂ ମଙ୍ଗଳଙ୍କ ସ୍ଥିତି କ'ଣ ରହିଛି? ଏପ୍ରିଲ ପ୍ରଥମ ସପ୍ତାହରେ ଶୁକ୍ରଙ୍କ ପ୍ରଭାବ ଯୋଗୁଁ ଆପଣଙ୍କୁ ସୁଖ ସୁବିଧା ମିଳିବ। ଯଦି ଆପଣ କୌଣସି ନୂଆ ଜିନିଷ, ଗାଡ଼ି କିମ୍ବା ଘର ପାଇଁ ଜିନିଷ କିଣିବାକୁ ଚାହୁଁଛନ୍ତି, ତେବେ ଏହି ସମୟଟି ବହୁତ ଭଲ। ବନ୍ଧୁଗଣ, ମାର୍ଚ୍ଚ 21ରୁ ଏପ୍ରିଲ 15 ମଧ୍ୟରେ ଆପଣଙ୍କର ଜଣେ ହସ ହସ ମୁହଁ ଥିବା ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ। ସେ ଆପଣଙ୍କ ସାମ୍ନାରେ ବହୁତ ଭଲ କଥା ହେଉଛନ୍ତି, କିନ୍ତୁ ସେ ପଛରେ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ଯଦି ଆପଣ କୌଣସି ନୂଆ କାମ ଆରମ୍ଭ କରୁଛନ୍ତି, ତେବେ ତାହା ଗୁପ୍ତ ରଖନ୍ତୁ। ଏହି ସମୟରେ ଆପଣଙ୍କ ନିଜ ଲୋକ ହିଁ ଆପଣଙ୍କୁ ଈର୍ଷା କରିପାରନ୍ତି। ସ୍ୱାସ୍ଥ୍ୟ ଓ ସତର୍କତା କ'ଣ ରହିଛି? ଗ୍ରହମାନଙ୍କ ସ୍ଥିତି ଅନୁସାରେ ଏପ୍ରିଲ ପ୍ରଥମ ସପ୍ତାହରେ ଆପଣଙ୍କୁ ପେଟଜନିତ ସମସ୍ୟା କିମ୍ବା ଅତ୍ୟଧିକ ମାନସିକ ଚିନ୍ତା ଯୋଗୁଁ ନିଦ ନ ହେବା ଭଳି ସମସ୍ୟା ଦେଖାଦେଇପାରେ। ବିଶେଷ କରି ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ। ଯଦି ଆପଣ ନିୟମିତ ଭାବେ ଶିବ ଚାଳିଶା ପାଠ କରିବେ, ତେବେ ଆପଣଙ୍କୁ ଏହିସବୁ ସମସ୍ୟାର ମୁକ୍ତି ମିଳିବ ଏବଂ ମନ ଶାନ୍ତ ରହିବ। କର୍କଟ ରାଶିର ସେହି 5ଟି ଗୁପ୍ତ ସତ୍ୟ କ'ଣ ରହିଛି? ଆପଣଙ୍କ ପାଖରେ ଏମିତି ଏକ ଶକ୍ତି ଅଛି ଯାହାଦ୍ୱାରା ଆପଣ କାହା ଚେହେରା ଦେଖି ତାହାର ମନ କଥା ଜାଣିପାରନ୍ତି। ମାର୍ଚ୍ଚ 21ରୁ ଏପ୍ରିଲ 15 ମଧ୍ୟରେ ଆପଣଙ୍କର ସେହି ପାୱାର ବହୁତ ବଢ଼ିଯିବ। ଯଦି କେହି ଆପଣଙ୍କୁ ମିଛ କହୁଛି, ତେବେ ଆପଣ ତୁରନ୍ତ ତାହା ଧରିପାରିବେ। ତେଣୁ ନିଜ ମନର କଥା ଶୁଣନ୍ତୁ। ଆପଣ ହେଉଛନ୍ତି ଦୁନିଆର ସବୁଠୁ ଦୟାଳୁ ଲୋକ। ଅନ୍ୟର କଷ୍ଟ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯାଏ। କିନ୍ତୁ ମନେ ରଖନ୍ତୁ, ଏହି ଏପ୍ରିଲ ମାସରେ ଆପଣଙ୍କୁ ନିଜ ପାଇଁ ନା କହିବା ଶିଖିବାକୁ ପଡ଼ିବ। ପୁରୁଣା କଥାକୁ ଅଧିକ ଧରି ରଖିବା। ଆପଣଙ୍କ ସ୍ମୃତିଶକ୍ତି ବହୁତ ପ୍ରଖର। କେହି 5 ବର୍ଷ ତଳେ ଆପଣଙ୍କୁ କ'ଣ କହିଥିଲା, ତାହା ଆପଣ ଆଜି ବି ଭୁଲି ନାହାନ୍ତି। ଏହି ମାର୍ଚ୍ଚ 11 ପରେ ଆପଣଙ୍କ ସେହି ସବୁ ଅତୀତର ବୋଝକୁ ଫିଙ୍ଗିବାକୁ ହେବ, ନଚେତ୍ ଆପଣ ଭବିଷ୍ୟତରେ ମିଳୁଥିବା ସୁଯୋଗ ହରାଇବେ। ଘର ଓ ମାଆଙ୍କ ସହ ସମ୍ପର୍କ କ'ଣ ରହିଛି? କର୍କଟ ରାଶିର ଲୋକଙ୍କ ପାଇଁ ସେମାନଙ୍କର ମା' ହେଉଛନ୍ତି ସବୁଠାରୁ ବଡ଼ ଶକ୍ତି। ସେହି ସମୟରେ ଯଦି ଆପଣଙ୍କ ମା'ଙ୍କ ଆଶୀର୍ବାଦ ନେଇ କୌଣସି କାମ ଆରମ୍ଭ କରିବେ, ତେବେ ସେଥିରେ 100% ସଫଳତା ମିଳିବ। ଘରେ ରହୁଥିବା ବେଳେ ଆପଣ ସବୁଠୁ ଅଧିକ ସୁରକ୍ଷିତ ଅନୁଭବ କରନ୍ତି। ରାତିରେ ଅଧିକ ଚଞ୍ଚଳ ରହିବା। ଆପଣଙ୍କ ରାଶିର ସ୍ୱାମୀ ହେଉଛନ୍ତି ଚନ୍ଦ୍ର, ସେଥିପାଇଁ ରାତିରେ ଆପଣଙ୍କ ମୁଣ୍ଡ ଉପରେ ଅଧିକ ଆଇଡ଼ିଆ ଆସିଥାଏ। ମାର୍ଚ୍ଚ 21ରୁ ଏପ୍ରିଲ 15 ତାରିଖ ମଧ୍ୟରେ ଯଦି ଆପଣଙ୍କୁ ରାତିରେ ନିଦ ଆସୁନାହିଁ, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ସେହି ସମୟରେ ଆପଣ ନିଜର ଭବିଷ୍ୟତ ଯୋଜନା ବନାନ୍ତୁ, ତାହା ନିଶ୍ଚୟ ସଫଳ ହେବ। ବନ୍ଧୁଗଣ, ଆପଣ କ'ଣ ଜାଣନ୍ତି? କର୍କଟ ରାଶିର ବ୍ୟକ୍ତିମାନେ ସେହିମାନଙ୍କ ଠାରୁ ହିଁ କଷ୍ଟ ପାଆନ୍ତି ଯାହାଙ୍କୁ ସେମାନେ ଅଧିକ ଭଲ ପାଆନ୍ତି। ମାର୍ଚ୍ଚ 21ରୁ ଏପ୍ରିଲ 15 ମଧ୍ୟରେ ଆପଣଙ୍କୁ ଗୋଟିଏ କଥା ମନେ ରଖିବାକୁ ହେବ, ଅତ୍ୟଧିକ ବିଶ୍ୱାସ। ଆପଣଙ୍କ ଦୟାଳୁ ଭାବ
ହିଁ ଆପଣଙ୍କ ପାଇଁ ସବୁବେଳେ ସମସ୍ୟା ସୃଷ୍ଟି କରେ। ସେହି ସମୟରେ ଯଦି କେହି ଆପଣଙ୍କୁ ହଠାତ୍ ପ୍ରଶଂସା କରିଥାନ୍ତି ତେବେ ସଚେତନ ହୋଇଯାଆନ୍ତୁ। ଗ୍ରହଙ୍କ ସ୍ଥିତି କହୁଛି ଯେ ଆପଣଙ୍କ ପରିବାରର କିମ୍ବା ନିକଟତର କେହି ଜଣେ ଆପଣଙ୍କ ସଫଳତାରେ ଖୁସି ନାହାନ୍ତି। ତେଣୁ ନିଜର ଆଗାମୀ ଯୋଜନାକୁ ପୁରା ଗୁପ୍ତ ରଖନ୍ତୁ। ମନେ ରଖନ୍ତୁ, ଶାନ୍ତ ସମୁଦ୍ର ଭିତରେ ହିଁ ବଡ଼ ଢେଉ ଆସିଥାଏ। ଏହି ମାର୍ଚ୍ଚ 21ରୁ ଏପ୍ରିଲ 15 ତାରିଖ ଭିତରେ ଆପଣଙ୍କ ପାଇଁ ଧଳା ଏବଂ ଆକାଶୀ ନୀଳ ରଙ୍ଗ ବହୁତ ଶୁଭ ରହିବ। ଯଦି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ବାହାରକୁ ଯାଉଛନ୍ତି ତେବେ ପକେଟରେ ଗୋଟିଏ ଧଳା ରୁମାଲ ନିଶ୍ଚୟ ରଖନ୍ତୁ। ଆପଣଙ୍କ ପାଇଁ ଶୁଭ ଅଙ୍କ ହେଉଛି 2, 7 ଏବଂ 9। ଏହି ଅଙ୍କ ଗୁଡ଼ିକ ଆପଣଙ୍କ ପାଇଁ କୌଣସି ବଡ଼ ସୁଯୋଗ ଆଣିଦେଇପାରେ। କର୍କଟ ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ର ଏବଂ ଇଷ୍ଟଦେବ ହେଉଛନ୍ତି ମହାଦେବ। ଏହି ସମୟ ଭିତରେ କୌଣସି ସୋମବାର ଦିନ ସକାଳେ ଶିବ ମନ୍ଦିର ଯାଆନ୍ତୁ। ଏକ ତମ୍ବା କିମ୍ବା ରୂପା ପାତ୍ରରେ କଞ୍ଚା କ୍ଷୀର ନିଅନ୍ତୁ ଏବଂ ସେଥିରେ ଟିକେ କଳା ରାଶି ମିଶାନ୍ତୁ। ମହାଦେବଙ୍କୁ ଅଭିଷେକ କଲାବେଳେ ଓଂ ନମୋ ଶିବାୟ ମନ୍ତ୍ରକୁ ଜପ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଭିତରେ ଥିବା ଶନିଙ୍କ କୁଦୃଷ୍ଟି ଏବଂ ମାନସିକ ଚାପ ଦୂର ହେବ। ଯଦି ଆପଣଙ୍କ ପାଖରେ ଟଙ୍କା ରହୁନାହିଁ ତେବେ ଏହି ସହଜ ଉପାୟଟି କରନ୍ତୁ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଷ୍ଟିଲ୍ କିମ୍ବା ରୂପା ଗ୍ଲାସରେ ପାଣି ଭରି ନିଜ ମୁଣ୍ଡ ପାଖରେ ବା ଖଟ ତଳେ ରଖନ୍ତୁ। ପରଦିନ ସକାଳେ ସେହି ପାଣିକୁ ନିଜ ଘରର କୌଣସି ଗଛ ମୂଳେ, ବିଶେଷ କରି ତୁଳସୀ ଗଛ ଛାଡ଼ି ଅନ୍ୟ ଗଛରେ ଢାଳି ଦିଅନ୍ତୁ। ଏହାଦ୍ୱାରା ଶରୀରରେ ନେଗେଟିଭ୍ ଏନର୍ଜି ଦୂର ହେବ ଏବଂ ଭାଗ୍ୟ ସାଥ ଦେବ। ବନ୍ଧୁଗଣ, ଗ୍ରହମାନଙ୍କର ଏହି ସ୍ଥିତି ଆପଣଙ୍କୁ ସତର୍କ କରୁଛି, କିନ୍ତୁ ମନେ ରଖନ୍ତୁ ଆପଣଙ୍କ କର୍ମ ଏବଂ ପରିଶ୍ରମ ହିଁ ସବୁଠୁ ବଡ଼ ଶକ୍ତି। ମାର୍ଚ୍ଚ 21ରୁ ଏପ୍ରିଲ 15 ତାରିଖ ମଧ୍ୟରେ ଯେଉଁ ସବୁ ସାବଧାନତା କହିଲି ତାହାକୁ ଧ୍ୟାନ ରଖନ୍ତୁ ଏବଂ ଶିବଙ୍କ ଉପରେ ଭରସା ରଖନ୍ତୁ। ଆପଣଙ୍କର ଭଲ ସମୟ ନିଶ୍ଚୟ ଆସିବ। ଯଦି ଆଜିର ତଥ୍ୟ ଆପଣଙ୍କୁ ଭଲ ଲାଗିଲା ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର କିଛି ବି ପ୍ରଶ୍ନ ଥିଲେ କମେଣ୍ଟ ବକ୍ସରେ ପଚାରି ପାରିବେ। ଏମିତି ଆହୁରି ଜ୍ଞାନଭରା ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ଭିକି ଏଜୁକେସନ୍ ତ୍ରିପୁରାଲିକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ସମସ୍ତେ ଖୁସିରେ ରୁହନ୍ତୁ, ହସୁଥାନ୍ତୁ। ନମସ୍କାର।